ଏହି 5 ଖେଳାଳିଙ୍କୁ ବିଦା କରିବ ଚେନ୍ନାଇ। ତାଲିକାରେ ଅଛନ୍ତି ଟି-20ର ସବୁଠାରୁ ବଡ଼ ଅଲରାଉଣ୍ଡର। ତେବେ ସୂଚନା ଅନୁସାରେ ଆଇପିଏଲ୍ 2026 ପାଇଁ ବିଗୁଲ ବାଜିଛି। ଆଇପିଏଲ୍ର 19ତମ ସିଜିନ୍ ପାଇଁ ନିଲାମ ଡିସେମ୍ବରରେ ଅନୁଷ୍ଠିତ ହେବ। ଏଥର ନିଲାମ ଡିସେମ୍ବର 15 ତାରିଖରେ ହେବାର ଆଶା କରାଯାଉଛି। ଏହା ଏକ କ୍ଷୁଦ୍ର ନିଲାମ ହେବ। ଏହା ପୂର୍ବରୁ ସମସ୍ତ 10 ଦଳକୁ ନଭେମ୍ବର 15 ସୁଦ୍ଧା ସେମାନଙ୍କ ରିଲିଜ୍ ଏବଂ ରିଟେନ୍ ଖେଳାଳିଙ୍କ ତାଲିକା ପ୍ରକାଶ କରିବାକୁ ପଡ଼ିବ। ଏହି ସମୟରେ ଚେନ୍ନାଇ ସୁପର କିଙ୍ଗସ୍ ଶିବିରରୁ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ରିପୋର୍ଟ ଅନୁଯାୟୀ ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍ 2026 ନିଲାମ ପୂର୍ବରୁ 5 ଷ୍ଟାର ଖେଳାଳିଙ୍କୁ ରିଲିଜ୍ କରିବ। ରିପୋର୍ଟରେ କୁହାଯାଇଛି ଯେ ଏମ୍ଏସ୍ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍ 3 ଜଣ ଭାରତୀୟ ଖେଳାଳି ଏବଂ 2 ଜଣ ବିଦେଶୀ ଖେଳାଳିଙ୍କୁ ରିଲିଜ୍ କରିବାକୁ ଯାଉଛି। ଆଶ୍ଚର୍ଯ୍ୟଜନକ ଭାବରେ ଏହି ତାଲିକାରେ ବର୍ତ୍ତମାନର ଟି-20 ଅଲରାଉଣ୍ଡର ସାମ୍ କରନ୍ ଅନ୍ତର୍ଭୁକ୍ତ। ଚେନ୍ନାଇର ମୁକ୍ତ ଖେଳାଳିଙ୍କ ତାଲିକାରେ ଦୀପକ ହୁଡା, ବିଜୟ ଶଙ୍କର, ରାହୁଲ ତ୍ରିପାଠୀ, ସାମ୍ କରନ୍ ଏବଂ ଡେଭନ୍ କନୱେ ଅଛନ୍ତି। ଏହି ଉଲ୍ଲେଖନୀୟ ଯେ ଏମ୍ଏସ୍ ଧୋନି ଆଇପିଏଲ୍ 2026ରେ ଖେଳିବେ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ତଥାପି ଚେନ୍ନାଇ ସୁପର କିଙ୍ଗସ୍ ଫ୍ରାଞ୍ଚାଇଜ୍ ବାରମ୍ବାର ସ୍ପଷ୍ଟ କରିଛି ଯେ ଧୋନି ଆଇପିଏଲ୍ରୁ କେବେ ଅବସର ନେବେ ତାହା ନିଷ୍ପତ୍ତି ନେବେ। ଯଦି ରିପୋର୍ଟଗୁଡ଼ିକୁ ବିଶ୍ୱାସ କରାଯାଏ ତେବେ ଧୋନିଙ୍କୁ ଏହି ସିଜିନ୍ରେ ମଧ୍ୟ ଖେଳିବାର ଦେଖାଯାଇପାରେ। ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍ 2025 ଟେବୁଲର ସବୁଠାରୁ ତଳେ ଥିଲା। 14ଟି ମ୍ୟାଚରୁ କେବଳ 4ଟିରେ ଜିତିଥିଲା ଏବଂ 10ଟିରେ ହାରିଥିଲା। ଅଧିନାୟକ ଋତୁରାଜ ଗାଏକୱାଡ୍ ଆଇପିଏଲ୍ 2025ର ପ୍ରାରମ୍ଭିକ ମ୍ୟାଚରେ ଆହତ ହୋଇଥିଲେ। ତାପରେ ଏମ୍ଏସ୍ ଧୋନି ଦଳର ଦାୟିତ୍ୱ ଗ୍ରହଣ କରିଥିଲେ। ଆଗାମୀ ସିଜିନ୍ରେ ଗାଏକୱାଡ୍ ଚେନ୍ନାଇର ଅଧିନାୟକ ରହିବେ କି ଫ୍ରାଞ୍ଚାଇଜ୍ ଅନ୍ୟ କୌଣସି ଖେଳାଳିଙ୍କୁ ଦାୟିତ୍ୱ ଦେବେ ତାହା ଦେଖିବାକୁ ବାକି ଅଛି।